ନାଇଁ ପାଣ୍ଡିଆନ କୋଉଠି ସନ୍ନ୍ୟାସୀ ନେଇଛି କୋଉଠି ସନ୍ନ୍ୟାସୀ ଲୁଚିଛନ୍ତି ଯଦି ତାହେଲେ ତାଙ୍କୁ ବିଜେପି ବାଲା ଧରନ୍ତୁ କାହିଁକିନା ବିଜେପି ବାଲା ବହୁ ପାଣ୍ଡିଆନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ନିର୍ବାଚନରେ। ଆଜି ପର୍ଯ୍ୟନ୍ତ ପାଣ୍ଡିଆନ ନିର୍ବାଚନ ପୂର୍ବରୁ ଯେଉଁ ପାଣ୍ଡିଆନ ନାଁ ଧରି ବିଜେପି ବୈତରଣୀ ପାର ହେଲା ନିର୍ବାଚନ ଜିତିଲା ସେଇ ପାଣ୍ଡିଆନ କଥା ବିଜେପି ଜିତିଗଲା ପରେ ଭୁଲିଗଲା କିନ୍ତୁ ତାଙ୍କ ଦଳ ଲୋକ ଭୁଲି ନାହାନ୍ତି। କିଏ? ବିଜୁ ଜନତା ଦଳ ଲୋକ ଭୁଲି ନାହାନ୍ତି। ପାଣ୍ଡିଆନ ଦିନ ରାତି ଚାଲିଛି। ବର୍ତ୍ତମାନ ପାଣ୍ଡିଆନ ଥିଲେ ଯାହା ତ କରୁଥିଲେ ପଛଦ ପଟରେ ରହିକି ଗୁମ୍ଫାରେ। ବର୍ତ୍ତମାନ ଆମ ସୁଜାତା ପାଣ୍ଡିଆନକୁ ତାଙ୍କ ସ୍ତ୍ରୀ ମାନେ ଆମ ଭଉଣୀ ଯିଏ କେନ୍ଦ୍ରାପଡ଼ା ଝିଅ ତାକୁ ଆଣିକି ରାଜନୀତିରେ ପୁରେଇଲେଣି। କାରଣ ସେ କିଛି ଦିନ ତଳେ ଆପଣ ଜାଣିଥିବେ ଯେ ରାଜନୀତିରୁ ନା ଚାକିରିରୁ ଅବସର ନେଇଥିଲେ। ଇଏ ଏଠି କଥା ପଡ଼ିଛି ଏଇ ଯେଉଁ ଆଜି ବିଜେଡ଼ିରେ ତୁମ୍ବି ତୋଫାନ ହେଉଛି। ବଡ଼ ବଡ଼ ନେତାମାନେ ବିଭିନ୍ନ ବହି ଲେଖୁଛନ୍ତି, ବଡ଼ ବଡ଼ ସାମ୍ବାଦିକମାନେ ବହି ଲେଖୁଛନ୍ତି। ଏ ବହି ସବୁ କାହା ପାଇଁ ଲେଖାଯାଉଛି? ଯେମିତି ପ୍ରେମ କଲାବେଳେ ଯଦି ଧୋକା ଦିଏ ପ୍ରେମିକା ତାହେଲେ ପ୍ରତାରଣାରେ ସହିତ ନା ସେଟା କ'ଣ ଇମୋସନ୍ ନା ସାଡ୍ ସଙ୍ଗ ତିଆରି ଶୁଣିବାକୁ ଭଲ ଲାଗେ। ତାର ଲେଖିବାକୁ ତାଙ୍କୁ ଅଭିମାନର ଚିଠି ବହୁତ ସୁନ୍ଦର ଲାଗେ। ସେଇଭଳି ବହୁ ଲୋକ ବର୍ତ୍ତମାନ ଅଭିମାନରେ ବହି ଲେଖୁଛନ୍ତି ଯେ ପାଣ୍ଡିଆନ କେଉଁଭଳି ରାଜନୀତିରେ ସକ୍ରିୟ ରହି ବିଜୁ ଜନତା ଦଳରେ ସବୁ ବଡ଼ ବଡ଼ ନେତାଙ୍କୁ ଡୋମିନେଟ୍ କରି କେମିତି ସର୍ବେ ହେଇ ହେଲିକପ୍ଟରରେ ବୁଲି ଫୁଲ ଗୁଡ଼ାକୁ କେବଳ ନିଜ ଉପରେ କେମିତି ପକାଉଥିଲେ ଆଉ ଦଳକୁ କେମିତି ହରେଇ ଦେଲେ। ଇଏ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି। ଏଠି କଥା ପଡ଼ିଛି ଗୋଟେ କନଫ୍ୟୁଜ୍ ବେପାର। ପାଣ୍ଡିଆନକୁ ନା ବିଜେପି ବିରୋଧ କରୁଛି। ଯଦି ବିଜେପି ବିରୋଧ କରୁନି ତାମାନେ କେଉଁଠି ନା କେଉଁଠି ଆମେ ଜାଣିବା ପାଣ୍ଡିଆନ ସାଙ୍ଗରେ ବିଜେପି ଅଛି ବୋଲି ଲୋକ କହୁଛନ୍ତି। ଯଦି ପାଣ୍ଡିଆନକୁ ତାଙ୍କ ଦଳର କିଛି ଲୋକ ବିରୋଧ କରୁଛନ୍ତି, ଦେଖନ୍ତୁ ଅତୀତରେ ଆମେ ଚରଣ ପଟ୍ଟନାୟକକୁ ଭୁଲି ନାହାନ୍ତି। ଚରଣ ପଟ୍ଟନାୟକର ବଂଶଧର ଅଛନ୍ତି ବି ଆଜି ଓଡ଼ିଶାରେ, ଯେଉଁମାନେ ଇଂରେଜମାନଙ୍କର ଅକୁଣ୍ଠ ଇଂରେଜମାନଙ୍କୁ ସହଯୋଗ କରୁଥିଲେ। ଇଂରେଜଙ୍କର ବୋଲକରା ଜମିଦାର ମଧ୍ୟ ଅଛନ୍ତି। ମୋଗଲଙ୍କର ବୋଲକରା ଆଜି ପର୍ଯ୍ୟନ୍ତ ବଞ୍ଚିଛନ୍ତି, ଯେଉଁମାନେ କହନ୍ତି ମୋଗଲ ମରାଠା ମୋଗଲ ଭଳିଆ କାମ କ'ଣ କେହି କରିଛନ୍ତି? କାହିଁକିନା ଆମ ଭାରତବର୍ଷର ଜାଗା ଆମର ଶିଳ୍ପୀ ତିଆରି କଲେ କୁତୁବ ମିନାର, ମାତ୍ର ମୋଗଲ ତିଆରି କଲେ। ଏ ମୋଗଲ ମାନସିକତା ବିଚାର ରଖିଥିବା ମାନସିକତା ବ୍ୟକ୍ତିମାନେ ବିଜେଡ଼ି ପାଇଁ ହେଉଛି କ୍ଷତିକାରକ। ଯେମିତି ଆଜି ବି ଦେଖନ୍ତୁ ପାଣ୍ଡିଆନ ପାଇଁ ଅନେକ ଲୋକ ବର୍ତ୍ତମାନ ଫ୍ରଣ୍ଟକୁ ଆସିକି ବଡ଼ ଗଲେ ଫସର ପାଟି, ନୂଆ ଆସିଲେ ବେସର ବାଟି। ଗୋଟେ କଥା ଯେଉଁ ଅଛି, ନୂଆ ଏକ ନେତା ହେଇଥିବା ବିଜେଡ଼ିରେ ସିଏ ବର୍ତ୍ତମାନ କାଉଣ୍ଟର କରୁଛନ୍ତି। କିନ୍ତୁ ଏଠି ପାଣ୍ଡିଆନକୁ ଆମେ ଦୋଷୀ କହିବା ନା ନବୀନ ବାବୁଙ୍କୁ ଦୋଷୀ କହିବା? ଯେଉଁ ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା ପରେ ସବୁ ବିଜୁ ଜନତା ଦଳର ଲୋକ କର୍ମୀ ଆଲୋଚନା କଲା ପରେ ନବୀନ ବାବୁ ତାଙ୍କର ସର୍ବୋଚ୍ଚ ନେତା ଯେତେବେଳେ କହୁଛନ୍ତି ପାଣ୍ଡିଆନ ବହୁତ ଭଲ କାମ କରୁଛନ୍ତି, ଇଏ ହେଉଛି ବିଜୁ ଜନତା ଦଳକୁ ଡୁବେଇବାର କାରଣ। ନିଜେ ନବୀନ ବାବୁ ହିଁ ଦଳକୁ ଡୁବଉଛନ୍ତି। ଆଜି ମଧ୍ୟ ପାଣ୍ଡିଆନ, ଯଦି ପାଣ୍ଡିଆନ ଗୋଟେ ଅଫିସର, ପାଣ୍ଡିଆନ ମାନେ ବିଜେଡ଼ି ତିଆରି କରୁନି, ବିଜେଡ଼ିରେ କିଛି ଅବଦାନ ନାହିଁ। ଏ କିଛି ଦିନ ହେଲା ପାଣ୍ଡିଆନ ଆସୁଛନ୍ତି। ଅତୀତରେ ନିର୍ବାଚନ ବିଜୁ ଜନତା ଦଳ ନବୀନ ବାବୁଙ୍କର ଭାବମୂର୍ତ୍ତିରେ ଜିତିଛି, ସବୁଠୁ ହେଟ୍ରିକ୍ ମାରିଛି। ନବୀନ ବାବୁଙ୍କର ଭାବମୂର୍ତ୍ତିରେ ହେଟ୍ରିକ୍ ମାରିଛି, ପାଣ୍ଡିଆନ ପାଇଁ ନୁହଁ। ପାଣ୍ଡିଆନ ତ ପ୍ରଥମ ଥର ନିର୍ବାଚନର ଦାୟିତ୍ୱ ନେଲେ ଦଳକୁ ସମ୍ପୂର୍ଣ୍ଣ ରସାତଳକୁ ନେଇଗଲେ। ଆଜି ଯେଉଁ କଥା ପଡ଼ିଛି, ନବୀନ ବାବୁ ଜଣେ ନାଟୁଆ ଲୋକ। ଇଏ ଅଯଥାରେ ତମେ ଏଇ ଯେଉଁ ପାଣ୍ଡିଆନକୁ ପୁରେଇକି ଏସବୁ ନାଟ ତାମସା କରୁଛନ୍ତି। ନବୀନ ବାବୁ ଡାଇରେକ୍ଟ ସ୍ପଷ୍ଟ କରିଦିଅନ୍ତୁ ଯେ ମୋର ବର୍ତ୍ତମାନ ସମ୍ପୂର୍ଣ୍ଣ ଦାୟିତ୍ୱ ଦଳର ସମ୍ପୂର୍ଣ୍ଣ ସର୍ବେ ହେବେ ସୁଜାତା କେ ପାଣ୍ଡିଆନ କି ଭିକେ ପାଣ୍ଡିଆନ। ଉତ୍ତରାଧିକାରୀ ହେବେ କି ସର୍ବେ ହେବେ, এইটা নিষ্পত্তি কি আমি মানে তো করিপারিবানি না, এটা নবীন বাবু ହିଁ নিষ্পত্তি କରିବେ। ତେଣୁ ନବୀନ ବାବୁ ନିଷ୍ପତ୍ତି ନ କରି ନିଜ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରି ଦଳକୁ ଭାଗ କରି ନିଜ ଦଳ ଭିତରେ ନିଜ କର୍ମୀଙ୍କ ଭିତରେ ମୁହାଁମୁହିଁ ହେବା କରେଇବା, ଇଏ ପଛରେ ନବୀନ ବାବୁ ବୋଲି ମୁଁ କହିବି। ଏଠି କଥା ପଡ଼ିଛି, ନବୀନ ବାବୁ ଯଦି ସ୍ପଷ୍ଟ ନ କରିବେ ତାହେଲେ ବିଜୁ ଜନତା ଦଳକୁ ବୁଡ଼େଇବାରେ କେହି ବଞ୍ଚେଇ ପାରିବେ ନାହିଁ। ବିଜୁ ଜନତା ଦଳ ବୁଡ଼ିବା ଫାଇନାଲ।
ଏଠି ଆପଣ ଦେଖିଥିବେ ଯେ ରାତି ପାଇଲେ ଉପରାଷ୍ଟ୍ରପତି ନିର୍ବାଚନ ଅଛି। ବର୍ତ୍ତମାନ ତାଙ୍କର ଦଳର ଷ୍ଟ୍ରାଟେଜି ଦେଖନ୍ତୁ, ରାଜା ସ୍ୱାଇଁ ଗୋଟେ କଥା କହିଲା ବେଳକୁ ଆଉ ଜଣେ ଗୋଟେ କଥା କହିଲା। ତେଣୁ ଏଠି ଏ ଯେଉଁ କଣ୍ଟ୍ରୋଭର୍ସି ହେଉଛି, କଣ୍ଟ୍ରୋଭର୍ସିର ଅନ୍ତ ହେବା ଦରକାର। ଆଉ ଆଜି ବି ବିଜୁ ଜନତା ଦଳ କେଉଁଠି ନା କେଉଁଠି ଭାବୁଛି ସରକାରରୁ ଗଲା ପରେ ଆମ ସରକାର ଅଛି, ଆମେ ବର୍ତ୍ତମାନ ତା ନିଦ ଭାଙ୍ଗିନି। ସେ ଭାବୁଛନ୍ତି ଆମେ ଯେଉଁ 24 ବର୍ଷ ଶାସନ କରୁଥିଲୁ ସେ ଶାସନ ବର୍ତ୍ତମାନ ଆମର ସରିନି, ଆମେ ଏପର୍ଯ୍ୟନ୍ତ ଆମେ ଶାସନ ଗାଦିରେ ଅଛୁ। ବର୍ତ୍ତମାନ ଏଇଭଳି ଭାବନା ତାଙ୍କ ଭିତରେ ବର୍ତ୍ତମାନ ଅଛି। ତେଣୁ ଏ ଭାବନା ରଖିଥିବା ସ୍ୱପ୍ନରେ ଦିବା ସ୍ୱପ୍ନରେ ଉବୁଟୁବୁ ହେଉଥିବା ବିଜେଡ଼ିର ନେତା ମନ୍ତ୍ରୀମାନେ କର୍ମୀମାନେ ଯେଉଁମାନେ ଥିଲେ ଅତୀତରେ, ତେଣୁ ସେମାନେ ଥରେ ଆତ୍ମଚିନ୍ତନ କରିବା ଦରକାର। ଦଳ ବଞ୍ଚିଲେ ସମସ୍ତ ନେତାମାନେ ବଞ୍ଚିବେ ଦଳରେ, ତାଙ୍କର ଯେଉଁମାନେ ଅତୀତରେ ବଡ଼ ବରିଷ୍ଠ ଥିଲେ କନିଷ୍ଠ ଥିଲେ ତାଙ୍କ କର୍ମୀ ବଞ୍ଚିବେ। କାରଣ ବର୍ତ୍ତମାନ ଏଭଳି ଦୋଛକିରେ ସାଧାରଣ ଗ୍ରାମାଞ୍ଚଳରେ ଯେଉଁମାନେ ବିଜୁ ଜନତା ଦଳର କର୍ମୀ ଥିଲେ ସେମାନେ ସନ୍ଦେହରେ ଅଛନ୍ତି, ସଙ୍କଟରେ ଅଛନ୍ତି। ଆଉ ସେମାନେ ମଧ୍ୟ ସାହାରା ଖୋଜୁଛନ୍ତି ଯେ ଆମକୁ ସାହାରା ଦେବ କିଏ। କାରଣ ବିଜେଡ଼ିରେ ହାରିଗଲା ପରେ ଦଳୀୟ କର୍ମୀମାନେ ଯେଉଁଭଳି ଚାରିଆଡ଼େ ଟର୍ଚର ହେଉଛନ୍ତି, ଟର୍ଚର ଶିକାର ହେଉଛନ୍ତି, ତାଙ୍କୁ କିଏ ରକ୍ଷା କରିବ। ଯଦି ନବୀନ ବାବୁଙ୍କର ଏଇଭଳି ଷ୍ଟାଣ୍ଡ ରହେ, ଡବଲ ଷ୍ଟାଣ୍ଡାର୍ଡ ଚିନ୍ତାଧାରା ରଖନ୍ତି, ନୀତି ରଖନ୍ତି, ତାହେଲେ ଦଳ ବୁଡ଼ିବା ଫାଇନାଲ। ଯଦି ଦଳକୁ କେହି ବଞ୍ଚେଇ ପାରିବେନି। ନବୀନ ବାବୁ ଯଦି ପାଣ୍ଡିଆନକୁ ସମ୍ପୂର୍ଣ୍ଣ ସୁଜାତା ପାଣ୍ଡିଆନକୁ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି ସମ୍ପୂର୍ଣ୍ଣ ଦେଇଦିଅନ୍ତୁ। ଯେତିକି ରହିବେ ସେତିକି କୂଳକୁ ବିହନ ବୋଲି ଆମେ ଭାବିବା।